ନମସ୍କାର। ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍। ଏଣିକି ଗାଡ଼ିରେ ଗ୍ରୀନ୍ ଷ୍ଟିକର ନ ଲାଗିଲେ ଗାଡ଼ି ଗଡ଼ିବନି, ଏମିତି ଏକ ପ୍ରସ୍ତାବ ଦେଇଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଜେନା। ସମ୍ପୂର୍ଣ୍ଣ ଭାବରେ ସୂଚନା ଦେଇ କହିଥିଲେ ଏଣିକି ମୋଟର ଭେହିକିଲ୍ ଅନୁଯାୟୀ ସମସ୍ତ ଗାଡ଼ିରେ ସବୁ ପଲ୍ୟୁସନ୍ ସାର୍ଟିଫିକେଟ୍ ସରିଥିଲେ ଏହି ଷ୍ଟିକର ହିଁ ସବୁ ଗାଡ଼ିରେ ଲାଗିପାରିବ ଏବଂ ଏହି ଗାଡ଼ିର ଷ୍ଟିକର ଥିଲେ ହିଁ ଯିବା ଆସିବା ଗମନାଗମନ କରିବା ସୁବିଧା ହେବ, କୌଣସି ଫାଇନ୍ କଟିବନି, କୌଣସି ଅସୁବିଧା ହେବ ନାହିଁ। କିନ୍ତୁ ଏହି ଗାଡ଼ି ଯେଉଁ ଗାଡ଼ିରେ ଏହି ଷ୍ଟିକର ନ ଲାଗିବ ସମ୍ପୂର୍ଣ୍ଣ ଭାବରେ ସେ ଗାଡ଼ିରେ ମୋଟା ଅଙ୍କର ଫାଇନ୍ କଟିବ ଏବଂ ଗାଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବ୍ୟାନ୍ କରିଦିଆଯିବ। ଏମିତି ଏକ ପ୍ରସ୍ତାବ ଦେଇଛନ୍ତି ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଜେନା। ସେ କହିଥିଲେ କି ଏଥର ସବୁ ଗାଡ଼ିରେ ଗ୍ରୀନ୍ ଷ୍ଟିକର ଲାଗିବା ବାଧ୍ୟତାମୂଳକ, ଯାହାକି ଲୋକମାନଙ୍କୁ ଗାଡ଼ି ଚାଳକମାନଙ୍କୁ ଏକ ଶକ୍ତ ଧକ୍କା ଦେଇଛି। ଯଦି ଏଥର ପଲ୍ୟୁସନ୍ ସାର୍ଟିଫିକେଟ୍ କରିବେ, ଗାଡ଼ିର ସମସ୍ତ କାଗଜପତ୍ର ଠିକ୍ ଥିବ ହିଁ ବାଧ୍ୟତାମୂଳକ ଏହି ଷ୍ଟିକର ଲାଗିବ। ଏହି ଷ୍ଟିକର ନ ଲାଗିଲେ ଗାଡ଼ି ଯାତାୟାତ କରିପାରିବ ନାହିଁ ବୋଲି ସମ୍ପୂର୍ଣ୍ଣ ଭାବରେ ପରିବହନ ମନ୍ତ୍ରୀ ସୂଚନା ଦେଇଥିଲେ। ଏହା ବହୁତ ଶୀଘ୍ର କାର୍ଯ୍ୟକାରୀ ହେବ। ସବୁ ପଲ୍ୟୁସନ୍ ସାର୍ଟିଫିକେଟ୍ ସରିଗଲା ପରେ ହିଁ ଏହି ଷ୍ଟିକର ଲାଗିବ, ଯାହା ସମ୍ପୂର୍ଣ୍ଣ ସୂଚନା ଦେଇଥିଲେ। ଏଣିକି ଗାଡ଼ି ରାସ୍ତାରେ ଚାଲିପାରିବନି। ଗ୍ରୀନ୍ ଷ୍ଟିକର ଥିଲେ ଆପଣଙ୍କ ଗୁଡ୍ ସଲ୍ୟୁସନ୍। ଯଦି ଗ୍ରୀନ୍ ଷ୍ଟିକର ଥାଏ ଆପଣଙ୍କ ଗାଡ଼ିରେ, ତାହେଲେ ହୋଇପାରିବନି ଆଉ ଆପଣଙ୍କ ଅସୁବିଧା। ନା କାଟିବେ ଫାଇନ୍, ନା ପଡ଼ିବେ ଟେନସନ୍ରେ। ସବୁକିଛି ସମସ୍ୟାର ସମାଧାନ ହେଇଯିବ ଯଦି ଆପଣଙ୍କ ଗାଡ଼ିରେ ଏହି ଗ୍ରୀନ୍ ଷ୍ଟିକର ଥାଏ। ନନ୍ ପଲ୍ୟୁସନ୍ ଭେହିକିଲ୍ ଅନୁଯାୟୀ ଏହି ଷ୍ଟିକରଟି ଉନ୍ମୋଚିତ ହୋଇଯାଇଛି। ଆପଣ ପଲ୍ୟୁସନ୍ ସାର୍ଟିଫିକେଟ୍ ହୋଇସାରିଥିଲା ପରେ ହିଁ ଏହି ଷ୍ଟିକରଟି ଆପଣଙ୍କ ଗାଡ଼ିରେ ଲାଗିବ, ଯାହାକି ଆପଣଙ୍କୁ ଆଉ ପଲ୍ୟୁସନ୍ ସାର୍ଟିଫିକେଟ୍ ଦେଖାଇବାକୁ ପଡ଼ିବନି ଟ୍ରାଫିକ୍ ପୋଲିସକୁ। କୌଣସି ଅସୁବିଧାର ସମ୍ମୁଖୀନ ହେବେନି ଆପଣ। ନା କଟିବ ମୋଟା ଅଙ୍କର ପଇସା, ନା ଟ୍ରାଫିକ୍ରେ ସମସ୍ୟା, ନା ଅନ୍ୟ କିଛି ଅସୁବିଧା। ତ ଏଇ ଗ୍ରୀନ୍ ଷ୍ଟିକର ହିଁ ଆପଣଙ୍କ ଗାଡ଼ିର ଚଳାଚଳ ପରିବହନକୁ ସମ୍ପୂର୍ଣ୍ଣ ଭାବରେ ସୁଦୃଢ଼ କରିବ। ଯାହା ସକାଳର ବଡ଼ ଖବର, ସକାଳର ଲାଟେଷ୍ଟ ଅପଡେଟ୍।